ଭଗବତ ଗୀତାରେ ଅର୍ଜୁନ ବିଷାଦ ଯୋଗରେ ଭଗବାନ କୃଷ୍ଣଙ୍କୁ ନମସ୍କାର କଲେ। ଅର୍ଜୁନ ପଛଆଡୁ କରି ଗୋପାଳ ଉପରେ ନମସ୍କାର। ସେଇଟା ସାଧାରଣ ଭାଷା, ଗୋପାଳ ଉପରେ ନମସ୍କାର। ଯାହାକୁ ପଣ୍ଡିତ ଚାରଣ ଦାସ ପରିବାର ଚାରଣ ଭାଇ ତାଙ୍କ ଭଳିଆ ଓଡ଼ିଶାରେ ପ୍ରବଚନ ସ୍ପିକର କେହି ଜନ୍ମ ହେବେ ନାଇଁ ଆଜ୍ଞା। ମୁଁ ତାଙ୍କୁ ଗୋଟେ ବଡ଼ ଭାଇ ଗୁରୁ ଭଳିଆ ଭାବେ। ମୁଁ ତାଙ୍କ ପାଖରେ ବସିଛି, ମୋତେ ଭାଇ ଭଲ ପାଆନ୍ତି। ପାନ ଫାନ ଖାଆନ୍ତିନି, ବିଡ଼ି ସିଗାରେଟ୍ ଟାଣନ୍ତିନି, ଗୁଆ ଗୁଲି ଏ ମୂର୍ଖ ଭଳିଆ ଖାଆନ୍ତିନି। ଖାଇବାକୁ ମୁଁ ଖାଇବି କ୍ଷମା କର କଣ କହିବା ଭାଇଙ୍କ କଥା କହୁନି ପଣ୍ଡିତ ଚରଣ ନାମ ଦାସ ସେ କଥା କହୁନି। ବାପାରେ ସେ କହନ୍ତି ଦେବର୍ଷି ନାରଦ ଆସିଲେ ଗୋଟିଏ ନମସ୍କାର, ଡାକ୍ତର ପାରା ଗଲେ ତାଙ୍କୁ ଗୋଟେ ନମସ୍କାର। ଗୋପାଳ ନମସ୍କାର, ଆଜ୍ଞା ଆସିଲେ ନମସ୍କାର। ଗୋଟିଏ ଲୋକଟା କେମିତି ଯାଉ ତା ପଛରେ ସେ ଯେମିତି ଭାବରେ ଇଏ ଓଳିଆ ଲୋକ ଆସି ତାଙ୍କୁ ନମସ୍କାର। ମୁଁ ଯାଇଛି ମୁଁ ପଛରେ କି ଭକ୍ତ କରି ସାମରେ ଜଗନ୍ନାଥ ସଂସ୍କୃତି ଯାଉଟେ ମନେ କରୁ। ଶ୍ରୀ ଗୁଣ୍ଡିଚା ଦିନ ଆପଣ ଦେଖିଲେ ମହାପ୍ରଭୁଙ୍କର ତିନି ରଥ ଥୁଆ ହେଇଥିବ। ତିନି ରଥ ଆଗେ ଚଲେ ବଳଭଦ୍ର, ହିନ୍ଦୁ ମୁସଲମାନ ଉଭୟ ସଂସ୍କୃତି ତିଆରି ପାଲା, ହିନ୍ଦୁ ମୁସଲମାନ ଉଭୟ ସଂସ୍କୃତି ତିଆରି ପୁଅ ସାଲରୀ। ମୁଁ ଆଜି କଳା ପାହାଡ଼ କରିଥାନ୍ତି ମୁସଲମାନ କଥା କହିଥାନ୍ତି, ଆଉ ଏ ରାମାୟଣ କଥାରେ ମୁଣ୍ଡ ବସେଇଲା ହବ। ଯାଉ କେତେବେଳେ ଆଉ ତ ଆସିବି ଆଉ ତ ଆପଣ ୟୁଟ୍ୟୁବରେ ସେ ଛାଡ଼ି ଶୁଣିବେ ଆଉ ରକ୍ଷା କଣ କହିବେ ଆଗେ ଚାଲେ ଇଏ ମধ্যে ଚାନ୍ଦ পথরে ଠାକୁର ଆଗରେ ଗଲେ ବଳଭଦ୍ର, ମଝିରେ ମା ସୁଭଦ୍ରା। ଆଜ୍ଞା ଠାକୁର ସବୁବେଳେ ପଛରେ, ଠାକୁର ସବୁବେଳେ ପଛରେ। ଦେଖନ୍ତୁ ମା ସେଇଠି ପଳେଇଲେ, ମା କହିକି ରାମକୁ ନମସ୍କାର କରୁଛନ୍ତି ପଛରେ, ହାତ ବଢେଇ ଯାଇଛନ୍ତି ପଛକୁ ଉପରକୁ। ମା ସିଆଡୁ ପିଠା ନେଇକି ଆଇଲା ବେଳକୁ ପୁଅ ଠିଆ ହେଇଛି ଅନେଇରେ କହିଲେ ଗୋପାଳ ଏକ ବିଶାଳ ଅନନ୍ତ ଅନ୍ତରିକ୍ଷ ଭିତରେ ଯାଇ ପହଞ୍ଚି ଯାଇଛି। ନମସ୍କାର କରୁଛନ୍ତି ଭଗବାନଙ୍କୁ ଅର୍ଜୁନ ପକ୍ଷରୁ ନମସ୍କାର କଲେ। ତାର କାରଣ କଣ? କହିକି ମା ରାମକୁ ନମସ୍କାର କର, ତାର କାରଣ କଣ? ଜଗନ୍ନାଥ ମହାପ୍ରଭୁ ପଛରେ ଆସିବା ତାର କାରଣ କଣ? କାହିଁକି ଆସିଲେ, କଣ ପାଇଁ ଆସିଲେ, ତାର କାରଣ କଣ? ବହୁତ କଥା ସମୟ ସାପେକ୍ଷ ବହୁତ ମାତ୍ରା ସାରି ହେଇପାରିବନି। ଖାଲି ସେତିକି ନୁହଁ, କବି ସମ୍ରାଟ ଭଞ୍ଜ, ବୈଦେଶ ବ୍ୟାସ, ଅନୁପ୍ରାସ ସବୁବେଳେ ଠାକୁର ପଛରେ ନା ରାଗ ଟୋକି। ସାର୍ ରାମ ଅବତାରରେ ରାମ ଲକ୍ଷ୍ମଣ ଆଉ ବିଶ୍ୱାମିତ୍ର ଗଲାବେଳେ ଗଙ୍ଗା ପାଣି ନାଇଁ ଡାକ ଦେଲେ କହିଲେ ଆରେ ଯିବ ତୁ ଆଉ କାଳ ବିଳମ୍ବ କରନା। ତାର ଓଡ଼ିଆର ଗୋଟେ ସୁନ୍ଦର ପଦ ଭଞ୍ଜ ଲେଖିଛନ୍ତି, କହିଲେ ବିଷ୍ଣୁ ସଖୀ
ମଣିଷ ହଁ ଭାଇ ବିଷଧର ପ୍ରାୟ ମାଗଣା କରିଦିଅ ସବୁବେଳେ ପଛରେ ପଛରେ ଆଜ୍ଞା ଦେଖନ୍ତୁ ଗୋଟାଏ କଥା କହ ସାର୍ ଲକ୍ଷ୍ୟ ରଖିଦେବେ ଭୂଷଣ୍ଡ କାକକୁ ଆଜ୍ଞା ପଛ କେମିତି ଭଲ ମୁଁ ଭାବୁଛି ପଛ କେମିତି ଭଲ ଗୋଟେ ଜାଗାରେ ଧର ବର ଯାଉଛି ବାଜାବାଲା ହେଇକି ସବୁ ଆଗରେ ଚାଲିଛନ୍ତି ବର ଯାଉଛନ୍ତି ସବୁ ଆଗରେ ଚାଲିଛନ୍ତି ବର ଯାଉଛି ପଛରେ ନା ପଛକୁ ନମସ୍କାର ଆପଣମାନେ ଗୋପାଳ ପ୍ରଭୁ ନମସ୍କାର ଦେଖନ୍ତୁ ତାକୁ ନ ଶୁଣନ୍ତେ ରଘୁନାଥ କଥା କହିଦଉଛି ତାକୁ ନ ଶୁଣନ୍ତେ ରଘୁନାଥ କରିଥିବ ତୁ ତ ନାଚ ଆଣେ ଆମେ ଟିକେ ପାଣି ଯିବୁ କିଏ ଡାକିବା ବିଷ୍ଣୁପତି ବିଷ୍ଣୁପଦ ଇକାର ଭେଦ ଶବ୍ଦ ତହଳିରେ ଗତାଗତ କହି ଉଦ୍ଦିତ ବିଶାରଦ ସେ ସାମନ୍ତ ମତ ବିଶାରଦ ବିଶେଷ ଭାବ ପଣ୍ଡିତ ମତରେ ସାମନ୍ତ ବିଶ୍ୱାମିତ୍ର ଡାକିଲେ ଆଗେ ଡାକିଦେଲେ ଟିକେ ଆର ରାମ ଟିକେ ଡଙ୍ଗା ଏ ଦିବର ଟିକେ ଡଙ୍ଗା ଡାକୁ ନ ଶୁଣନ୍ତେ ରଘୁନାଥ କଥିତ ତାର ଭଞ୍ଜ ସାହିତ୍ୟ ଡାକୁ ନ ଶୁଣନ୍ତେ ବା ନ ଶୁଣନ୍ତେ ନ ଶୁଣିବା ଦ୍ୱାରା ତମର ବୁଆ ମରା ହେଇ ତାଙ୍କୁ ଟିକେ କଲ୍ୟାଣ କରିବେ ଆସ ଆଜି ଆମ ବର୍ଷା ଘରେ ବରା ଦେଇଛି ଖାଇବାକୁ ଯିଏ ତାର ପୂର୍ବନ୍ତେ ଧରି ରହ ଗୋଟେ କଲ୍ୟାଣ କରି ଠିକା ଉପରେ ଠିଆ ହେଇଛନ୍ତି ଡାକ ଦେଲେ ମା ବୋଲେ ରହିଯା ରହିଲା ରାମ ଭଗବାନ ଚଢି ଯାଉଥିଲେ ପଛ ପଟକୁ ଡାକ ଦେଲେ ରାମ ରହିଯା ସମାଧାନ କରି ମୀମାଂସା କରି ତୁ ରାଜା ହବା ମୋର ମନ ନାହିଁ ମନ ଦୁଃଖ ନାହିଁ ଟିକେ ମୋ କଥାବାର୍ତ୍ତା ମୀମାଂସା କରିବି ରାମଙ୍କୁ ଅନେଇ ଦେଲେ ପଛ ପଟୁ କଲେ ରାମ ଠାକୁର ଅନୁଗ୍ରହ କଲେ ମା ପ୍ରଶ୍ନର ଉତ୍ତର କିଏ ତୁମେ ମା ଉତ୍ତର ମୋ କଥାକୁ ଚିହ୍ନି ପାରୁନି ଲଗ ପଦବୀ ଗଲା ସଜାଇ ଯାଇଛୁ ମୋ ପୁଅଟାକୁ ଅନାଥ କରି ଯାଇଛୁ ମା ତାରାଲୋ ତୋତେ ପ୍ରଣାମ କରୁଛି ମା ଠିଆ ମନ ଦୁଃଖ କରନା ଆଜି ପବିତ୍ର ଶୁଭ ଅବକାଶରେ ରାଜା ହବା ପାଇଁ ଯାଉଥିବା ସମୟରେ ତୁ ଆଜି ମତେ ପୃଷ୍ଠ ଭାଗରୁ ଡାକ ଦେଲୁ ମା ମୁଁ ତୋର କଣ ଅସୁବିଧା କରିବି କଣ ସୁବିଧା କରି ବିଧବା ସଜାଇ ସବୁଦିନ ପାଇବ ପୁଅଟାକୁ ମୋ ପ୍ରଶ୍ନର ଉତ୍ତର ଦେ ନା ତୁ ପ୍ରଶ୍ନଟା କଣ ବିକ୍ରାନ୍ତ ରାଘବ ନାଟକ ପ୍ରଶ୍ନଟା କଣ କହିଲେ ଯତ୍ନ ରାମଚନ୍ଦ୍ର ପିତୃ ସତ୍ୟମ ପୁତ୍ର ନାସ୍ତୈବ ନାସ୍ତୈବ ଦେଖନ୍ତୁ ଏ ସଂସ୍କୃତ ନାଟକଟା ଯାହା ଆପଣମାନଙ୍କ ମନରେ ଶ୍ରଦ୍ଧା ଅଛି ଇଏ ନାଟକ ଚାଲିଛି ନାଟକ ତ ସବୁ ପ୍ରଭୁର କଥା ବିଷୟବସ୍ତୁ ଚାଲିଛି ତାରା କହିଲେ ରାମ ଏ ମା ତଥାପି କାହାଣୀଟିକି ମନେ ରଖ ମା ଏଠି କାହାଣୀଟି ଆରମ୍ଭ ହେଇଛି ଇଏ ଯୋଉ 4 ନମ୍ବର 7ଟି ପାହାଚ ପଡ଼ିଛି ନା ଅଯୋଧ୍ୟା ସିଂହାସନକୁ ପ୍ରଭୁ ଉଠି ଉଠି ଯାଉଛନ୍ତି 3 ଜଣ ମା କହିସାରିବା ପରେ ଚତୁର୍ଥ ମା ଜଣେ ଡାକ ଦେଲେ ବିଧବା ମା ସୀମନ୍ତର ସିନ୍ଦୁର ନାହିଁ
ସଂଖ୍ୟା ମଧ୍ୟ ନାହିଁ। ମା ମାନେ ଚାରୋଟି ସ୍ଥାନରେ ସିନ୍ଦୁର ଗ୍ରହଣ କରନ୍ତି। ନା ଏ କାହା ପାଇଁ ମା ମାନେ ତ ଆପଣ ମାନେ ସିନ୍ଦୁର ଲଗାନ୍ତି। କାହିଁକି ଆଜିକାଲି ଆପଣ ଦେଖିବେ ଖୁବ୍ କମ୍ ବୟସରେ ଝିଅମାନେ ବୈଧବ୍ୟ ଯନ୍ତ୍ରଣାରେ ଜର୍ଜରିତ ହେଉଛନ୍ତି। ତାର କାରଣ କ'ଣ ଆପଣଙ୍କୁ କହିବି। କେବଳ ମା ମାନେ ଆପଣମାନଙ୍କ ପାଇଁ ଆମ ବୋହୂ ମରିଯାଉଛି ଅଧା ବୟସରୁ, ଆମ ପୁଅ ମରିଯାଉଛି ଅଧା ବୟସରୁ। ଆପଣମାନଙ୍କ ପାଇଁ ମା ମାନଙ୍କ ପାଇଁ ବିଶେଷ କଥା କହିବି ବିଜ୍ଞାନ କଥା। ଏକ୍ଜାମ୍ପଲ୍ ଦେଇ ଆପଣଙ୍କୁ କହିବି, ଆର୍ଗୁମେଣ୍ଟ ଆରମ୍ଭ ହେଇପାରିବ। ସେ କ'ଣ ଜାଣିଛି ନା ଜ୍ଞାନ ଗୁରୁ ବିଦ୍ୱାନ ମଣ୍ଡଳୀ କହିବି, ଆର ଭିତରେ କହିବି। ଶ୍ରୀମନ୍ତର ସିନ୍ଦୁର ଲିଭି ଯାଇଛି ମା ତାରା କହିଲେ ରାମରେ ମୁଁ ନାଶାଟା କରିଦେଇଛୁ ବାପା ରାଜା ହୋ। ଯନ୍ତ୍ରଣାବର୍ତ୍ତିତ ନ୍ୟାୟ ତମେ ନ୍ୟାୟ କରିଛ ନା ମୋ ସହିତ ନ୍ୟାୟ କରିଛ? ମା ମୁଁ ତୋ ସହିତ କାହିଁକି ଅନ୍ୟାୟ କରିବି? ମୁଁ ତ କିଛି ଅନ୍ୟାୟ କରିବି ମା। 14 ବର୍ଷ ପୂର୍ବ ହେଲା ସତ୍ୟ କରି ଯାଇଥିଲି ଆସିଲି। ଆଜି ସିଂହାସନକୁ ଯାଉଛି, ଆପଣମାନଙ୍କର ରାଜ୍ୟାଭିଷେକ ହବ। ଆପଣମାନେ ମୋତେ ରାଜା କରିଛନ୍ତି, ଭୋଟ ଦେଇଛନ୍ତି। ମୁଁ ତ କିଛି ତୋର ଅସୁବିଧା କରିନି ମା, ଅନ୍ୟାୟ କରିନି ମା। ଓଡ଼ିଆ ପଦ୍ଧତି ତୁ ଅନ୍ୟାୟ କରିନୁ ନା ବାড়ি মধ্যে সূত্রে বলে বাড়ি মধ্যে পুত্রে দেইনু রাজ্যে তা অধিকার কেউ ন্যায় বলে রামরে রাজা হেবু বহিল ମୋ ସ୍ୱାମୀ ହଉଛନ୍ତି ବାড়ି। ନାରାୟଣଙ୍କର ସ୍ୱାମୀ ଆଜ୍ଞା ବାড়ି। ବାড়ିକି ଆପଣଙ୍କ କ'ଣ କଲେ ନା ମୋ ସ୍ୱାମୀକୁ ତମେ ମାରିଦେଲ। ମୋ ସ୍ୱାମୀ ଆପଣଙ୍କର କ'ଣ ଦୋଷ କରିଛନ୍ତି? ଯିଏ ଦୋଷ କରିବ ତାକୁ ଦଣ୍ଡ ମିଳିବ। ଓ ରାମ କହିଲେ ହୋ 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 ଏଇଥିପାଇଁ ତୋ ମନଟା ଦୁଃଖ। ତୋ ସ୍ୱାମୀ ବାড়ିକି ଏଇ ତ ମା ତୋ ସ୍ୱାମୀକୁ ମାରିଦେଲ। ଏଇଥିପାଇଁ ତୁ ମୋ ଉପରେ ଆସିବୁ। এইটা ମୋର ବଡ ଦୋଷ। ରାମ ବାଳିକି ମାରିବାର କାରଣ କ'ଣ ନାହିଁ? ମୁଁ କାହିଁକି ତୋ ସ୍ୱାମୀକି ମାରିଥାନ୍ତି? ତୋ ସ୍ୱାମୀର ତୃତୀୟ ଦୋଷ ପାଇଁ ତାକୁ ମାରିବା ପାଇଁ ବାଧ୍ୟ ହେଲି। ଯେତେବେଳେ ମୁଁ 14 ବର୍ଷ ବନବାସ ଅତିକ୍ରମ କରି କରୁଥିବା ଅବକାଶରେ ମୋ ସ୍ତ୍ରୀ ସୀତାକୁ ନେଲା କିଏ ନା ଦଶାନନ ରାବଣ। ମୁଁ ଜାଣିନଥିଲି, ମୁଁ ଜାଣିନି ମୋ ସ୍ତ୍ରୀକୁ କିଏ ନେଇଛି। ବିଚିତ୍ର ରାମାୟଣ ବିଶ୍ୱନାଥ ଖୁଣ୍ଟିଆ ସାର୍ କହିଲେ ରାମ କଥା ଆଜି କହିବି ନା। ଆପଣ କହିଛନ୍ତି ରାମ କଥା ଆଜି କହିବି, ଖାଲି ରାମ କଥା ପ୍ରଭୁର କଥା ଚାଲିଛି। ବିଚିତ୍ର ରାମାୟଣ ବିଶ୍ୱନାଥ ଖୁଣ୍ଟିଆ ହାରାମ ହାରାମ ବାଣୀ ଜଟାୟୁ ଶୁଣିଲା ଏବେ ମୋ ସୀତାକୁ ନେଇ ଯାଇଛି ଦଶ ଗ୍ରୀବ ରାବଣ ଲଙ୍କାର ହୟଗ୍ରୀବ ରାକ୍ଷସ ରାବଣ। କିନ୍ତୁ ମୁଁ ଜାଣିନି ମୋ ସ୍ତ୍ରୀକୁ କିଏ ନେଇଛି। ମୁଁ ସେପର୍ଯ୍ୟନ୍ତ ଜାଣିନି। ନିରୁଦ୍ଦିଷ୍ଟ ବ୍ୟକ୍ତିଙ୍କ ସମ୍ପର୍କରେ ଯୋଉ ସୂଚନା ଆପଣମାନେ କହୁଛନ୍ତି ସୀତା ନିରୁଦ୍ଦିଷ୍ଟ ହେଇଛନ୍ତି। କୁଆଡେ ଯାଇଛି ମୁଁ ଜାଣିନି। ମୁଁ କାନ୍ଦି କାନ୍ଦି ମନ ଭିତରେ ଖୋଜିଲା ବେଳେ ଯାଉଛି ମୋ ଭାଇ ଲକ୍ଷ୍ମଣ ଧରି ଯାଉଛି। ଗଲାବେଳେ ତା ଚଢେଇ ଦେଖା ବହୁତ ଚଢେଇ ନବଚନ୍ଦ୍ର ଭଞ୍ଜ ମତେ ଭଞ୍ଜ ଦେଇକି ଆସେ ସାର୍ କବି ସମ୍ରାଟ ଆଉ କହିବି ଆଲା ସରିଗଲାଣି। କବି ସମ୍ରାଟ ଭଞ୍ଜ ବୈଦେଶିକ ବିଳାସ ବନୁତ୍ରାସ ଯୁବତୀ ଆଉ ବନୁତ୍ରାସ ଆଜି କହିଲେ ସେଇଠୁ କର ସେଇଠୁ ହଉଛି ଚାଲୁ ଇଏ 4 ଦିନ ଆହୁରି ହବ। କ'ଣ ପାଇଁ
କବି ସମ୍ରାଟ ଭଞ୍ଜ ରାମ କହିଲେ ମୁଁ ଲକ୍ଷ୍ମଣକୁ ସାଙ୍ଗରେ ଧରି ଯାଉଛି ଗଲାରେ ମୋ ସୀତାକୁ ରାବଣ ନେଇଛି କି ବିଭୀଷଣ ନେଇଛି ମୁଁ ଜାଣିନି ଗୋଟେ ଚଢେଇ ଗଛ ଉପରେ ବସିଛି ମା ଦେଖନ୍ତୁ ପ୍ରଭୁର କଥା ରାମଙ୍କ କଥା ଭଗବାନଙ୍କର କଥା ଭଗବତ କଥା ଶୁଣିଲି କେତେ ସୁନ୍ଦର ବଢିଆ ଛାନ୍ଦଟି ଆଗଉଛି ଆଷାଢ଼ ଶୁକ୍ଳ କବି ସମ୍ରାଟ ଭଞ୍ଜ ବୈଦେଶ ବିଳାସ ଖଳାରେ ଆତ୍ମକ୍ଲାନ୍ତ ହେଇ ଆମେ ଦି ଭାଇ ଯାକ ସେ ଗଛ ଉପରେ ବସିଗଲୁ ନେତା ଭାଇ କାଲି ଏମିତି ବସିଗଲେ ବୁଢା ପବନ ଜୋର ହଉଛି ମଧ୍ୟ ବୁଢିଏ ବସିଗଲେ ଆଷାଢ଼ ଶୁକ୍ଳ ବସିଥିଲା ଶୁଣୁ ତୁମ ସାନ ଭାଇ ମୁଁ କରିବି ଆଜ୍ଞା କ୍ଷମା କରିବି କହୁଛି ଦଧିବାମନପୁର ଗୋଟେ ଅନୁଷ୍ଠାନ 7 ରାତି ପାଲା ମୁଁ ଯାଇନି ଶେଷ ଦିନ ମୋ ମା ଜନ୍ମଦାତ୍ରୀ ମା ମରିଗଲା ବୋଉକୁ ଟିକେ ପାଣି ଦେଇପାରିଲିନି ଆଜ୍ଞା ମୁଁ ସେଦିନ ମାଛ ମାଂସ ଖାଇକି ଶୋଇଛି ସତ୍ୟ ନାରାୟଣଙ୍କର ମଣିଷ ମନେ ମୋ ଭାଇ କଥା କହିକି ଟିକେ ମନେ ପଡ଼ିଗଲା 7 ରାତି ପାଲାର ଶେଷ ରାତି ଯୋଉଦିନ ମୋ ବୋଉ ସେଦିନ ମରିଗଲା ଆଖି ବୁଝିଦେଲା କ୍ୟାନ୍ସରରେ ପଡ଼ିଥିଲା ବୋଉ ପାନ ଖାଇକି ତାର କ୍ୟାନ୍ସର ହେଇଯାଇଥିଲା ସେ ଜମା ମାନେ ମୁଁ ଖାଇକି ଶୋଇକି ଖବର ଦେଲା ବୋଉ ମରିଗଲେ ଅନୁଷ୍ଠାନ ବାଲା ସବୁବେଳେ କହିଲେ ନନା ଆପଣଙ୍କର ବହୁତ କିଛି ହେଇଛନ୍ତି ଆପଣ ପାଳନ କରନ୍ତୁ ସେଦିନ ମୋତେ କହିଯାଇଥିଲା କାଳେ ଭଙ୍ଗାରାନ୍ଦିଆ ଭାଇଟାକୁ ରଖିବୁ ସେ ଯାହା କରୁ ଭାଇ ଭଳିଆ ସେ ମୋର ଅଛି ତୁ ପାଲା ବୋଲ ନବ ତୁ ନାଚ ଧାନ ତୁ ଠିକ କର ଭୁଲ କର ମୁଁ କରିବି ତୁ ଭାବ ଆସିଲା ସାର୍ କହିଦେଲି ସେଠି ଆସ ସେ ରହିବ ବୋଧେ ସମସ୍ତେ ତମେ ଯାଇପାରୁନି ଛାଡ଼ିବି କିନ୍ତୁ ସେ ଏହା ସତ୍ୟ ମୋ ବୋଉ ମୋତେ ସେଠିଆ ବୋଉକୁ ତ ପାଣି ଦେଇପାରିଲିନି ଆସିକି ପାଲା ବନ୍ଦ ହେଲା ସୁର ଭାଇ ପାଲା ଗାଇ ଲୋକନାଥ ଥିଲା ସେ ତିନିନାଥ ନାୟକ ନାୟକ ସବୁ ଥିଲେ ନା ମା ମରିଗଲେ ପାଲା ବନ୍ଦ କରେ ହଉ ଆଜ୍ଞା ପ୍ରଭୁର ବସିଥିଲା ପଟ୍ଟନାୟକ ଧ୍ରୁବ ପକେ ବସିଥିଲା Oh